ରାଧେଶ୍ୟାମ। ତ ଆଜି କିଛି ନୂଆ ଜ୍ଞାନ ନେବା ଚାଲନ୍ତୁ। କ'ଣ ଭଗବାନ କହୁଛନ୍ତି ସେଇ ବିଷୟରେ ଜାଣିଯିବା। ଦୈବୀ ହ୍ୟସା ଗୁଣମୟୀ ମମ ମାୟା ଦୂରତ୍ୟା ମାମେବ ଯେ ପ୍ରଦୟନ୍ତେ ମାୟା ମେତା ତରନ୍ତିତେ। ଏଇଠି କ'ଣ କହୁଛନ୍ତି ଭଗବାନ? ମୋର ଏହି ତ୍ରିଗୁଣ ମାୟାକୁ ଅତିକ୍ରମ କରିବା ଏତେ ସହଜ ନୁହେଁ। ଯେଉଁମାନେ କେବଳ ମୋତେ ହିଁ ନିରନ୍ତର ଭଜନ କରନ୍ତି ସେମାନେ ଏହି ମାୟାକୁ ଉଲ୍ଲଙ୍ଘନ କରିଯାଆନ୍ତି, ଅର୍ଥାତ୍ ସଂସାରରୁ ତରିଯାଆନ୍ତି। ଯେ ଭଗବାନ କହୁଛନ୍ତି ଯେ ମୋର ଏହି ତ୍ରିଗୁଣ ମାୟାକୁ ଅତିକ୍ରମ କରିବା ଏତେ ସହଜ ନୁହେଁ। ଯେମିତିକି ସ୍ୱାତ୍ୱିକ, ରାଜସ, ତାମସ, ଇଏ ତିନି ଗୁଣ, ୟାକୁ ଅତିକ୍ରମ କରିବା ଅତି ସହଜ ନୁହେଁ। ଯେଉଁମାନେ କେବଳ ମୋତେ ହିଁ ନିରନ୍ତର ଭଜନ କରନ୍ତି, ମାନେ ମୋ ନାଁକୁ ଭଜନ୍ତି, ଯେଉଁମାନେ ନିରନ୍ତର, ସେମାନେ ଏହି ମାୟାକୁ ଉଲ୍ଲଙ୍ଘନ କରିଯାଆନ୍ତି, ଅର୍ଥାତ୍ ସଂସାରରୁ ତରିଯାଆନ୍ତି। ସେଇମାନେ ଏହି ମାୟାକୁ ଉଲ୍ଲଙ୍ଘନ କରନ୍ତି ଓ ସଂସାରରୁ ତରିଯାଆନ୍ତି। ଏଇଭଳି ଭାବରେ ପରମାତ୍ମା ଭଗବାନ କହୁଛନ୍ତି। ଆଲୋକ ମାୟା ମୋହର ତ୍ରିଗୁଣ ସ୍ୱରୂପ ତାହାର, ତାକୁ କରିବା ସହଜରେ ସମର୍ଥନ ଦେଖଇ କାରେ। ଯେ ଭକ୍ତ ଭାବେ ଭଜେ ମତେ ସେ ମାୟା ସ୍ରୋତରେ କିଞ୍ଚିତେ ଭଜ ସଂସାରୁ ତରିଯାନ୍ତି, ସେ ମୋ ଦର୍ଶନ କରନ୍ତି। ଯେ ଭଜେ ଯେ ମନ୍ତ ପ୍ରକାର ସେ ପାଏ ତେ ମନ୍ତ ପ୍ରକାର। ଭଗବାନ କହୁଛନ୍ତି ଯେ ଯେଉଁମାନେ ମୋ ଭଜନ କରନ୍ତି, ମୋତେ ଭଜନ୍ତି, ମୋର ନାମ ନିଅନ୍ତି, ମୋର କୀର୍ତ୍ତନ କରନ୍ତି, ସେଇମାନେ ଏଇ ତିନି ଗୁଣର ମାୟାରୁ ତରିଯାଆନ୍ତି। ସେମାନେ ହିଁ ମୋର ଦର୍ଶନ ପାଆନ୍ତି। ଏଇ ସଂସାରରୁ ତରିବା ପରେ ସେମାନେ ମୋର ଦର୍ଶନକୁ ପାଆନ୍ତି। ନ ମା ଦୃଷ୍ଟିଦିନ ମୃଢ଼ା ପ୍ରପଦ୍ୟନ୍ତେ ନରାଧାମା ମାୟୟା ପ୍ରୟୁଜ୍ઞାନା ଅସୁର ଭାବ ମାଶ୍ରିତା। ଏଇଠି କହୁଛନ୍ତି ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇସାରିଛି। ମୂର୍ଖମାନେ କ'ଣ କହୁଛନ୍ତି? ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇସାରିଛି, ସେପରି ଅସୁର ସ୍ୱଭାବ ଧରିଥିବା ଲୋକମାନଙ୍କର ମଧ୍ୟରେ ନୀଚ ଦୂଷିତ କର୍ମ ଓ ମୂଢ଼ମାନେ ମୋତେ ଭଜନ କରନ୍ତି ନାହିଁ। ଯେ ଏଠି ଭଗବାନ କହୁଛନ୍ତି ଯେ ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇସାରିଛି। ମାୟା ମାନେ କ'ଣ? ମାନେ ଭଗବାନଙ୍କ ଠାରେ ଯେଉଁ କାମରେ ଭଗବାନଙ୍କ ଠାରେ ମନ ଲାଗୁନି, ଅନ୍ୟ କାମ କରୁଛନ୍ତି, ସିଏ ଏକ ମାୟା। ଯାହା କୁହନ୍ତି କୌଣସି ଜିନିଷରେ ଆପଣ ମୋହିତ ହେଇଯିବା, ସିଏ ମାୟା ହେଲା। ତ ସେପରି ଅସୁର ସ୍ୱଭାବ ଧରିଥିବା ଲୋକମାନଙ୍କ ମଧ୍ୟରେ ନୀଚ ଦୂଷିତ କର୍ମ ହେଇଥାଏ। ସେଇଭଳିଆ ସ୍ୱଭାବ ଧରିଥିବା ଲୋକମାନଙ୍କ ଭିତରେ ଦୂଷିତ କର୍ମ ହେଇଯାଏ, ନୀଚ କର୍ମ ହେଇଯାଏ ଓ ସେଇ ମୂଢ଼ମାନେ କେବେ ମୋତେ ଭଜନ୍ତି ନାହିଁ। ଭଗବାନ ଏମିତି କହୁଛନ୍ତି। ସାହସ ଦମ୍ଭ ଗର୍ବେ ବୁଢ଼ି ବୁଢ଼ୀ ବିବେକ ପଥ ମାନ ହୁଡ଼ି, ଯା ଜ୍ଞାନ ମାୟାରେ ଆବୃତ ବାନ୍ଧି ରହିଥାଏ ସତତ, ସେପରି ଅସୁର ସ୍ୱଭାବ ଲୋକର ମଧ୍ୟରେ ଦେଖିବ। ନିଜ ଦୂଷିତ କର୍ମୀ ଯେତେ ଭଜନ ନ କରନ୍ତି ମୋତେ, ସଂସାର କାର୍ଯ୍ୟେ ମତ ଥାନ୍ତି ଅସୁର ପ୍ରକୃତି ଲଭନ୍ତି। ସେ ପାପୀ ଅତି ମୂଢ଼ ଜନ ଯେ ମୋତେ ନ କରେ ଭଜନ। ଯେ କହୁଛନ୍ତି ଭଗବାନ, ସେ ପାପୀ ଅଟେ, ସେ ମୂଢ଼ ଜନ ଅଟେ, ଯିଏକି ମୋତେ ଭଜେ ନାହିଁ, ଯିଏକି ମୋତେ ଜାଣେ ନାହିଁ। ସିଏ କେବଳ ମାୟାରେ ପଡ଼ିଯାଏ, ଅଜ୍ଞାନ ବଶରେ ପଡ଼ିଯାଏ। ସିଏ କେବେ ବି ମୋର ସ୍ୱରୂପକୁ ଜାଣିପାରେ ନାହିଁ, ମୋର ଜ୍ଞାନକୁ ଜାଣିପାରେ ନାହିଁ। ସେ କେବଳ ଦୂଷିତ କର୍ମ କରିବାରେ ଲାଗେ। ତା'ର ମନର ବୁଦ୍ଧିଶକ୍ତିକୁ ମାୟା ଅପହରଣ କରି ନେଇଯାଏ, ଯାହାକି ଆମେ କୁହନ୍ତି କି କିଛି ଲୋକ ମାୟାରେ ବାୟା।
ମାୟାର ବାୟା ଏମିତି କିଛି ନୁହେଁ। ଯାହାକି ଭଗବାନଙ୍କ କଥା ଛାଡ଼ିକି କାମ ଛାଡ଼ିକି ଯାହା ଅଲଗା କାମ କରୁଛନ୍ତି ସେଇ ସବୁ ମାୟା, ସେଇ ସବୁକୁ ମାୟା କୁହାଯାଏ। ତ ଆଗକୁ ଆହୁରି ବହୁତ ସାରା ଜ୍ଞାନ ନେବା। ଆଜି ପାଇଁ ଏତିକି। ରାଧେଶ୍ୟାମ।